ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ମମତା ବାନାର୍ଜୀଙ୍କ ଟିଏମ୍ସି ସରକାରର 15 ବର୍ଷର ଶାସନର ଅନ୍ତ। ମମତା ନିଜ ଆସନ ଭବାନୀପୁରରେ ହାରିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ବହୁମତ ପାଇଛି। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଗଣତନ୍ତ୍ର ଓ ବିକାଶର ବିଜୟ ବୋଲି କହିଛନ୍ତି। ତାମିଲନାଡୁରେ ଥାଲାପତି ବିଜୟଙ୍କ ଟିଭିକେର ବିଜୟ ଏମ୍କେ ଷ୍ଟାଲିନ୍ ଓ ଡିଏମ୍କେ ପଛରେ ପଡ଼ିଛନ୍ତି। ଥାଲାପତି ବିଜୟ ବଡ଼ ସଫଳତା ପାଇଛନ୍ତି। ଆସାମରେ ବିଜେପିର ହ୍ୟାଟ୍ରିକ୍। ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଏନ୍ଡିଏ ପୁଣି ବିଜୟୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେ 5ରୁ 7 ତାରିଖ ପର୍ଯ୍ୟନ୍ତ ଗୁଜରାଟର 4ଟି ସହରରେ ତିନିଦିନିଆ ଗସ୍ତ କରିବେ। ଉଦ୍ୟୋଗପତି ଓ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆମନ୍ତ୍ରଣ କରିବେ। ମେ 5 ତାରିଖରେ ଅହମ୍ମଦାବାଦରେ ଏକ ବଡ଼ ନିବେଶକ ରୋଡ୍ ଶୋ ଅନୁଷ୍ଠିତ ହେବ। କାଳବୈଶାଖୀ ଓ ବର୍ଷା ସତର୍କତା 12ରୁ 13 ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ। ଉତ୍ତର ଓଡ଼ିଶା ଉପକୂଳ ଗୋଶାନ୍ତ। ମୁଖ୍ୟମନ୍ତ୍ରୀ ଯାଜପୁରଠାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି।